ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ଗଞ୍ଜାମ ବେଗୁନିଆପଡ଼ା ଥାନା ପୋଲିସ। କୌଣସି ସୂତ୍ରରୁ ଖବର ପାଇ ଏହି ଡକାୟତି ଯୋଜନାକୁ ପଣ୍ଡ କରାଯାଇଛି। ଏହି ଡକାୟତି ଯୋଜନା ବିଳମ୍ବିତ ରାତିରେ ତିଆରି ହୋଇଥିଲା। ଏଥିପାଇଁ ପ୍ରି ପ୍ଲାନ୍ ପ୍ରସ୍ତୁତ ହୋଇଥିଲା ଏବଂ ଡକାୟତି କୌଣସି ମୁହୂର୍ତ୍ତରେ ଡକାୟତି ଘଟାଇଥାନ୍ତେ ଦୁର୍ବୃତ୍ତମାନେ ଏବଂ ଏ ଦୁର୍ବୃତ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ପୋଲିସ। 5 ଜଣ ଦୁର୍ବୃତ୍ତଙ୍କୁ ଧରାଯାଇଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ସହିତ ବମ୍ ମଧ୍ୟ ଜବତ ହୋଇଛି। ଆଜି ଏ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏସଡିପିଓ ସାର୍। ଆମ ସହିତ ଅଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସାର୍। କିଭଳି ଥିଲା ଅପରେସନ, କିଭଳି ସକ୍ସେସ୍ ହେଲା, ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ସାର୍ଙ୍କ ସହିତ କଥା ହେବା। ସାର୍ ଆପଣଙ୍କୁ ସ୍ୱାଗତ। थैंक यू। କଣ କହିବେ, ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହେଲା, କେମିତି ତାର ରୂପରେଖଟା କଣ ଥିଲା? ଗତକାଲି ଆମର ବେଗୁନିଆପଡ଼ା ଥାନାର ସବ୍ ଇନ୍ସପେକ୍ଟର ରାଜେଶ ଛତ୍ରିଆ ଯିଏ ଆଇଆଇସି ମଧ୍ୟ ତାଙ୍କୁ ଇନଷ୍ଟ୍ରକ୍ସନ ଦେଇଥିଲେ। ଇଭିନିଂ ପେଟ୍ରୋଲିଂ ଚାଲିଥିଲା। ଯୋଉ କେନ୍ଦ୍ରାପଲ୍ଲୀ ରୋଡରେ ଆମର ଟେମ୍ପଲ ଅଛି ସେ ପାଖାପାଖି ଗୋଟେ 5ଟା ପିଲାକୁ ନ୍ୟାପ୍ କରାହେଲା। 5ଟା ପିଲାକୁ ନ୍ୟାପ୍ କରି ସାରିଲା ପରେ ଯେତେବେଳେ ଗଲେ ତାଙ୍କ ପାଖରୁ ଗୋଟେ ମାନେ ବିଭିନ୍ନ ପ୍ରକାର ଯୋଉ ଛୁରୀ, ମୁଖା ପ୍ଲସ ବମ୍ ଫମ୍ ମଧ୍ୟ ତାଙ୍କ ପାଖରେ ପାଇଁ ମିଳିଲା। କାହିଁକି ଏଗୁଡ଼ା ସବୁ କଣ ଯେତେବେଳେ ଇଣ୍ଟରଭ୍ୟୁସନ କରିବା ପଚାରା ଜଣା ପଡିଲା ସେଥିରୁ ଯୋଉ ବାବୁଲା ଆଚାରୀ ବୋଲି ଜଣେ ଅଛି ଆପଣଙ୍କର ବେଗୁନିଆପଡ଼ାର, ସେ ଗୋଟେ ଛୋଟ ରୂପା ଦୋକାନ ତାର ଅଛି, ଘରେ ହିଁ ରୂପା ଦୋକାନ କରିଛି। 1.5 ବର୍ଷ ତଳେ ପାଖାପାଖି ସେ ଗୋଟେ କଣ ମାନେ ଜଣକୁ ଗୋଟେ ପିଲାଟେ ଆଣିକି ତାକୁ ସୁନା ଦେଇଥିଲା। ସେ ସୁନା ଗୁଡା ସବୁ ଧୀରେ ଧୀରେ ବିକ୍ରି କରିକି ଚୋରି ସୁନା ଗୁଡା ଆଣିକି ସେ ନେଇକି ବିକ୍ରି କରୁଥିଲା ବାହାରେ ବ୍ରହ୍ମପୁର କୁଆଡେ ବିକ୍ରି ବହୁତ ପଇସା 3 ଲକ୍ଷ 4 ଲକ୍ଷ ଇନକମ କରିଥିଲା। ସେ ମାଲିକ ଯେତେବେଳେ ଜାଣିଲେ ସେ କୌଣସି କେସ୍ ଫେସ୍ ଦେଇନଥିଲେ ସେତେବେଳକୁ, ତାଙ୍କ ଠାରୁ ରିକଭରି କରିଥିଲେ, ଯୋଉଦ୍ୱାରା କି ଆଙ୍କର ଗୋଟେ ତାଙ୍କ ପ୍ରତି ରାଗ ଥିଲା। ମୁଁ ତା ପାଇଁ ବୋଲି ସଫର ହେଲି ଏଇ ଜିନିଷଟାକୁ, କାହିଁକିନା ଯିଏ ମାଲିକ ବି ଲକ୍ଷ୍ମୀ ଜୁଏଲାରୀ, ସେ ବହୁତ ବଡ ସୁନା ଦୋକାନୀ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ। ସେ ସବୁଦିନ ସୁନାଟାକୁ ସନ୍ଧ୍ୟାବେଳେ ବନ୍ଦ କରିକି ଧରିକି ବ୍ୟାଗରେ ଯିବା ଆସିବା କରନ୍ତି ଘରକୁ। ତାକୁ କେମିତି ଲୁଟ୍ କରିକି ଗୋଟେ ବିରାଟ ବଡ ଜିନିଷଟାକୁ ଯୋଜନା କରୁଥିଲେ ଜିନିଷ। ଏଇ ବାବଦରେ ସିଏ ତାଙ୍କର ଶାନ୍ତନୁ ପାଳ ଯିଏ, ତାଙ୍କର ଯିଏ ବ୍ରହ୍ମପୁର ରୁହନ୍ତି, ବେଗୁନିଆପଡ଼ାର ପିଲାଟା କିନ୍ତୁ ବ୍ରହ୍ମପୁର ରୁହନ୍ତି, ସିଏ ଆକାଶ ଗୌଡ଼ ଆଣ୍ଡ ଲୋକନାଥ ପାତ୍ର, ଏମାନଙ୍କୁ ସିଏ ଏ ବାବଦରେ ପ୍ଲାନିଂ ଟାକୁ କଲେ। ଆଉ ତା ବାବଦରେ ସେମାନେ ସୁପାରି ହିସାବରେ ତ କହି ହବନି କି 40,000 ଟଙ୍କା ଆଡଭାନ୍ସ ଦେଇଥିଲେ, ଅଗ୍ରିମ ପଇସାଟା ଦେଇଥିଲେ। ବାକି ରେଷ୍ଟ ଟଙ୍କାଟା ସେମାନେ ପରେ ନେଇଥାନ୍ତେ କାମ କରିସାରିଲା ପରେ। କି ତାଙ୍କ ଭିତରେ ସୁନା ସେମାନେ କହୁଥିଲେ ଆମେ ଏଇଟା ପଇସା ନେଇଥିଲୁ, କିନ୍ତୁ ସୁନା ନେଇଥିଲେ ଭାଗ ବାଣ୍ଟିକି ଯାହା ବିକ୍ରି ହେଇଥାନ୍ତେ। ବହୁତ ବଡ ସିଏ ସୁନା ବେପାରୀ ଅଛନ୍ତି। ପାଖାପାଖି କେତେ ଲକ୍ଷ ଟଙ୍କା ସାର୍ କହିବା, କେତେ ଲକ୍ଷ ଟଙ୍କାର ଗୋଟେ ଡକାୟତି ହବ ବୋଲି ଏଠି ଆଶା କରାଯାଉଥିଲା ଏବଂ କେମିତି ସେମାନେ ଘଟେଇଥାନ୍ତେ ସବୁ କାଣ୍ଡ? ଯଦି ଏଭଳି ଭାବରେ ହେଇଥାନ୍ତା ମିନିମମ୍ 2 କୋଟି ଟଙ୍କାର ସିଏ ନିଶ୍ଚୟ ଏମାନଙ୍କର ଯୋଜନା ଥିଲା। ସୁନା ସିଏ ଜାଣେ ବହୁତ ପ୍ରତିଷ୍ଠିତ ବ୍ୟକ୍ତି, ସେ ସୁନା ବ୍ୟବସାୟୀ, ତାଙ୍କୁ ମଧ୍ୟ ଏମାନେ ଟାର୍ଗେଟ କରିଥିଲେ। ଆଉ ଏଟାକୁ ପ୍ଲାନିଂ କରିକି ଏଟା ଏଭର ନୁହେଁ, ଏମାନେ 3-4 ମାସ ହେଲା ଏମାନେ ଆଟେମ୍ପ୍ଟ କରିଛନ୍ତି। ବଟ୍ ଟାଇମଲି ଇଣ୍ଟରଭେନସନ ୱିଥ୍ ମାର୍କେଟ ଭିତରେ ସେଟା ଏସ୍କେପିଂ ରୁଟ୍ କଣ ସବୁ ବବଲା ପ୍ରପର ପ୍ଲାନିଂ। ଆଉ କାଲି ମଧ୍ୟ ସେ ତାକୁ ଆଣିଛି, ତାକୁ ଚା ଜଳଖିଆ ଟିଫିନ କୋପଟ ଦେଇ ରୁଟ୍ ଯିବ, କୋପଟ ଦେଇ କଣ ସବୁ ପ୍ରକାର ପ୍ଲାନିଂ କରିଥିଲେ। ବଟ୍ ଟାଇମଲି ଇଣ୍ଟରଭେନସନ ବାଇ ପୋଲିସ, ଆମର ଏସପି ସାହେବ ନିର୍ଦ୍ଦେଶ କ୍ରମେ କ୍ରାଇମ ଆଣ୍ଡ କ୍ରିମିନାଲ ପ୍ରତି କୌଣସି ନୋ କମ୍ପ୍ରମାଇଜ, ଜିରୋ ଟଲରାନ୍ସ ଚାଲିଛି। ସେ ବାବଦରେ ପୋଲିସ ସଦାବେଳେ ଜାଗ୍ରତ ଏବଂ ପୋଲିସ ପେଟ୍ରୋଲିଂ ମଧ୍ୟ ଜାରି ରହିଛି। ଆଉ ଯୋଉଟା କି ଆପଣ ମାନେ ଯୋଉମାନେ ଥିଲେ ସେମାନେ କୋଉ ଅଞ୍ଚଳର ଏବଂ ସେମାନଙ୍କ ନାମରେ ଆଗରୁ ମଧ୍ୟ ଅପରାଧିକ ମାମଲା ରହିଛି? ହଁ, 2 ଜଣଙ୍କ ଯୋଉ ଏବେ ବ୍ରହ୍ମପୁର ଅଛନ୍ତି, ତାଙ୍କର ସେପଟେ ବଡ କୁସୁମୀ କହୁଛନ୍ତି, ଗୋଳତରା ଥାନା ଅନ୍ତର୍ଗତ। ଆଉ 3 ଜଣ ହେଲେ ଆମର ଏଠାରେ ଯୋଉ ବେଗୁନିଆପଡ଼ାର। ଆଉ ୟାଙ୍କର ଯୋଉ କେସ୍ ଅଛି ସେଗୁଡା ସବୁ ଆମର ତଦନ୍ତରେ ଜଣା ପଡିଲେ ଆମେ ମାନ୍ୟବର ଅଦାଲତକୁ ଜଣେଇବୁ ଏବଂ କନସର୍ନ ଥାନା ବାଲା ମାନେ ଆସି ତାଙ୍କୁ ରିମାଣ୍ଡରେ ବି ନେଇପାରିବେ। ଆଜି ସମସ୍ତ ଯୋଉ ଅଭିଯୁକ୍ତ ମାନେ ଆପଣ ଗିରଫ କରିଛନ୍ତି, ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ? ଆଜ୍ଞା, ଏମାନେ ସମସ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଛି, ଆଜି କୋର୍ଟ ଚାଲାଣ କରାଯିବ। ବେଗୁନିଆପଡ଼ାରେ ଯେହେତୁ ଜୁଏଲାରୀ ସପ୍ ରହୁଛି ଏବଂ ବେଗୁନିଆପଡ଼ା ଥାନା ମଧ୍ୟ ନିକଟରେ ରହୁଛି, ଆଉ କଣ ଆବଶ୍ୟକ ଯାହାଦ୍ୱାରା କି ଏଭଳି ଅଘଟଣ ଏଡେଇ ଦିଆଯାଇପାରିବ? ସମସ୍ତ ସୁନା ଦୋକାନୀ ଭାଇ ମାନଙ୍କୁ ଆପଣ ମାନଙ୍କ ଜରିଆରେ ଟିକେ ରିକ୍ୱେଷ୍ଟ କରୁଛି ଏବଂ ସେଫ୍ ମେଜରମେଣ୍ଟ ସେମାନେ ନିଅନ୍ତୁ। ଇମିଡିଏଟଲି ଏମିତି ହ୍ୟୁମିସିକାଲି ସୁନା ନେବା ଆଣିବା ଭ୍ୟାଲୁଏବଲ ଜିନିଷ ଗୁଡାକ କରନ୍ତୁ ନାହିଁ। ଆଉ ବେଶୀ ସମୟ ବେଶୀ ରାତ୍ର ଯାଏ ସେମାନେ ଦୋକାନ ନ ଖୋଲନ୍ତୁ। ଆଉ ସନ୍ଧ୍ୟା ସମୟରେ ଯଦି ଯିବା ଆସିବା ଲୋକ ଗହଳି ସମୟରେ ତାଙ୍କର ମୁଭମେଣ୍ଟ ଟା ଯିବା ଆସିବା କରନ୍ତୁ। ଆଉ ଇମିଡିଏଟଲି ଯଦି କୌଣସି ବି ସସ୍ପିସିୟସ୍ ଯଦି କିଏ ବି ପାଖାପାଖି ମୁଭମେଣ୍ଟ ଆସିଲା କି ଦୋକାନକୁ କଣ ଆସିଲା, ଇମିଡିଏଟଲି ଥାନାର 112 କୁ ଡାଏଲ କରନ୍ତୁ କିମ୍ବା ଲୋକାଲ ଆଇଆଇସି କୁ ଫୋନ କରନ୍ତୁ। ଆପଣ ଦେଖୁଥିବେ ଥାନା ଆଉ ମାର୍କେଟ ହାର୍ଡଲି 500 ମିଟର ଡିଷ୍ଟାନ୍ସ ଅଛି। ଇମିଡିଏଟଲି ଆମର ଯୋଉ ପୋଲିସ ପେଟ୍ରୋଲ ଥିବ ସାଙ୍ଗେ ସାଙ୍ଗେ ସେଟା ପହଞ୍ଚିକି ଆପଣଙ୍କର ଆକ୍ସନ ହବ। ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବା ପରେ ଆମେ ଅଧିକ ଆଲୋଚନା କରୁଥିଲେ ଏସଡିପିଓ ସାର୍ ପୁରୁଷୋତ୍ତମପୁର। ତାଙ୍କ କହିବା କଥା, ଯେହେତୁ ବେଗୁନିଆପଡ଼ା ଗୋଟେ ମାର୍କେଟ ରହିଛି ଏବଂ ଏଠି ଅନେକ ଜୁଏଲାରୀ ଦୋକାନ ରହିଛି, ଯୋଉମାନେ ଟାର୍ଗେଟ କରୁଛନ୍ତି ଜୁଏଲାରୀ ସପ୍ ଗୁଡ଼ିକୁ ବିଳମ୍ବିତ ରାତିରେ, ସେମାନେ ନିଶ୍ଚିତ ଭାବେ ଜୁଏଲାରୀ ଦୋକାନ ମାନଙ୍କୁ ଆହ୍ୱାନ ଦିଆଯାଇଛି, ସେମାନେ କଡ଼ାକଡ଼ି ପ୍ରସ୍ତୁତ ରହିବେ ଏବଂ କିଛି ବି ଅଘଟଣ ଘଟିଲେ ପୋଲିସକୁ ସହାୟତା ଦେବେ। ଗଞ୍ଜାମ ବେଗୁନିଆପଡ଼ାରୁ
ସୁଶାନ୍ତ ପଟ୍ଟନାୟକ, MBC TV।